ଏଇ ଏବେ ଏବେ ମୋ ପାଖକୁ ପଛିକୋଟରୁ ଆସିଥିଲେ ଆମର ଯେ ମେଡିକାଲ ଅଫିସର ଇନଚାର୍ଜ ଅଛନ୍ତି କୋରେଇ ସେ ପଛିକୋଟ ହସ୍ପିଟାଲକୁ ଯାଇଥିଲେ ଦେଖିବା ପାଇଁ ସରପ୍ରାଇଜ ଭିଜିଟ୍ରେ। ପଛିକୋଟର ଯେ ମେଡିକାଲ ଅଫିସର ଅଛନ୍ତି ତାଙ୍କ ନାଁରେ ଆଗରୁ ଆଲିଗେସନ୍ସ ଥିଲା। ସେ ଗୋଟେ ଟ୍ରେନିଂ କହିବା ନାଁରେ ଯାଇଥିଲେ, ସେ ଟ୍ରେନିଂ ଆଟେଣ୍ଡ ନ କରିକି ଦୀର୍ଘ ଦିନ ଧରି ଆବସେଣ୍ଟ ଥିଲେ, ସେଥିପାଇଁ ସେ ଇନକ୍ୱାରି କରିବାକୁ ଯାଇଥିଲେ। ସେଠି ତାଙ୍କର ବାପା ଆଉ ସେ ମିଶିକି ତାଙ୍କ ଉପରେ ଆକ୍ରମଣ କରିବା ପରିସ୍ଥିତି ଆସିଥିଲା। ଭର୍ବାଲ ଆବ୍ୟୁଜ ବହୁତ ହେଇଛି ଆଉ ସେତିକିରେ ସମସ୍ତେ ପ୍ରାୟ ପଛିକୋଟରୁ ଅନେକ କର୍ମଚାରୀ ଆସି ଜଣେ ଡାକ୍ତର ଆଉ ଆମର ମେଡିକାଲ ଅଫିସର ଇନଚାର୍ଜ କୋରେଇ ସମସ୍ତେ ଆସିକି ଆମ ପାଖରେ ପହଞ୍ଚିଥିଲେ। ଆଉ ସେଇଟା ଆମେ ଦେଇଛୁ, ସେମାନେ ସମସ୍ତେ ପ୍ରାୟତଃ ଏଫଆଇଆର ଦେବେ। ମୋ ପାଖରେ କମ୍ପ୍ଲେନ ପହଞ୍ଚି ଯାଇଛି, ମୁଁ ତାକୁ ଦେଖୁଛି କେମିତି ସମାଧାନ କ'ଣ କରାଯିବ। ତାକୁ ମୁଁ ସ୍ୱୀକାର କରୁଛି, ମୁଁ ସେ ଭିଡ଼ିଓ ଦେଖିଛି ଯେଉଁଥିରେ ଅଭଦ୍ର ଭାଷାରେ ଆମର ଡାକ୍ତରଙ୍କୁ ଆମର ମେଡିକାଲ ଅଫିସରଙ୍କୁ ଗାଳି କରାହେଇଛି, ଯେଉଁଟାକି ସ୍ପୃହଣୀୟ ନୁହେଁ। ଆମେ ତୁରନ୍ତ ତା ଉପରେ ଆକ୍ସନ ନେବୁ। ପ୍ରାୟତଃ ସେଠାରେ ଯାଉଛନ୍ତି ବୋଲି ସେ ଯାହା ମୋତେ କମ୍ପ୍ଲେନ୍ କରିଛନ୍ତି, ସେଟା ବି ଆମକୁ ଠିକ ଲାଗୁନାହିଁ। ତେଣୁ ଆମେ ବିଭାଗୀୟ ଅନୁସନ୍ଧାନ କରିବୁ କ'ଣ ହେଇଛି।